ଦେଖନ୍ତୁ ଇଏ ଆମର ଝାରପଡ଼ା ପୋଖରୀ କିଛି ବ୍ୟକ୍ତି ମାନେ ଜାଣିପାରୁନାହାନ୍ତି ଯେ କିପରି ଫୁଲ ଆଉ ଆମର ଯେଉଁ କଦଳୀପତ୍ର ଏଇ ଶ୍ରାଦ୍ଧ ପଇଲେ ପଣସ ପତ୍ର ଏମିତି କିଛି ଅଳିଆ ଆବର୍ଜନା ପକାଉଛନ୍ତି। କେତେ ପରିଷ୍କାର ପାଣି ଦେଖନ୍ତୁ, ଏ ପରିଷ୍କାର ପାଣିରେ କେମିତି ଆବର୍ଜନା କେମିତି ପକାଇଛନ୍ତି ଦେଖନ୍ତୁ। ଦେଖନ୍ତୁ ଏଇଟା କଳସ ଘଡ଼ି, ଏଗୁଡ଼ା ସବୁ କି ମାନବିକତା ଦେଖନ୍ତୁ। ଆମେ ଏତେ କଷ୍ଟ କରୁଛୁ ସମସ୍ତ ଝାରପଡ଼ା ପିଲାମାନେ ଏକତ୍ରିତ ହୋଇ ରାମନୀଳା ଆମର ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ଦେବ ଶ୍ରୀରାମନୀଳା ପ୍ରଚାର ସମିତି ଝାରପଡ଼ା ରାମନୀଳା ପିଲା ତଥା ସହିତ ଆମର କିଷାନ କ୍ଲବ ପିଲା ଆଉ ତଥା ଝାରପଡ଼ାର ସମସ୍ତ ଗ୍ରାମବାସୀର ପିଲାମାନେ ଆମେ ଏକତ୍ରିତ ହୋଇ ଏ ପୋଖରୀଟିକୁ ପୁନରୁଦ୍ଧାର କରିଥିଲୁ। ପୁନରୁଦ୍ଧାର କରିବା ପରେ ବି ହେଉଛି ଏମିତି ଗୋଟେ ଏମିତି ଅପସଂସ୍କାର ମଣିଷ ଦେଖନ୍ତୁ କିପରି ଅଳିଆ ଆବର୍ଜନା ଭିତରେ ଆଣି ପକାଉଛନ୍ତି। ସେଥିପାଇଁ ଆଜି ଆମେ ଗୋଟେ ବିଶେଷ ସୂଚନା ବୋର୍ଡ଼ ଲେଖୁଛନ୍ତି। ଆମର ଗ୍ରାମର ଆର୍ଟିଷ୍ଟ ଜଣେ ମାନେ ଆମର ରାମନୀଳାର କଳାକାର ତଥା ଗୋଟେ ଭଲ ଆର୍ଟିଷ୍ଟ ଦେଖନ୍ତୁ, ତାଙ୍କ ସହିତ ଆମେ ଇଏ କରି ଲେଖାଲେଖି ଆରମ୍ଭ କଲୁ। ଏଇଟା ଲେଖା ହେଲା, ପୋଖରୀ ଭିତରେ ଅଳିଆ ପକାନ୍ତୁ ନାହିଁ, ପୂଜା ସାମଗ୍ରୀ ବସ୍ତୁ ପକାନ୍ତୁ ନାହିଁ, ପଲିଥିନ୍ ଏବଂ ଫୁଲ ପତ୍ର ପକାନ୍ତୁ ନାହିଁ। ଏଠାରେ ମଦ ପିଇଲେ ଜୋରିମାନା ସହ ମାଡ଼। ଯଦି ମଣିଷ ଛୁଆ ହୋଇଥିବେ ତାହେଲେ ବୁଝିପାରିବେ। ସୌଜନ୍ୟ ଝାରପଡ଼ା ଗ୍ରାମବାସୀ ବୃନ୍ଦ। ମରାହେଲା, ପଲକ ମରାହେଲା। ଏ ପଲକ ମରା ପରେ ଆସି ଗାଧନ୍ତୁ। ଦେଖନ୍ତୁ ଏଠି ଆମର ଗାଁ ପିଲା ଏଠି ବି ଗାଧଉଛନ୍ତି। ଏଠି ମଝିରେ ବାଡ଼ ଅଛି, ତା ସେପଟକୁ ବି ଆହୁରି ଏପଟେ ଯେତିକି ପାଣି ସେପଟେ ବି ସେତିକି ପାଣି ଅଛି। ଜୟ ଶ୍ରୀରାମ।